ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍। ବନ୍ଧୁମାନେ ଦେଖନ୍ତୁ, ଓଡ଼ିଶା ସରକାର ବା ଭାରତୀୟ ଜନତା ପାର୍ଟି ସରକାର ମୋହନ ମାଝୀ ସରକାରଙ୍କ ତରଫରୁ ଗୋଟିଏ ବହୁତ ବଡ଼ ଇନିସିଏଟିଭ୍ ନିଆଯାଇଥିଲା, ଯାହାକି 5,000 ଟଙ୍କା ଲେଖା କରି 10 ପଞ୍ଚା 50,000 ଟଙ୍କା ପାଇବେ ମହିଳାମାନେ। ଏବଂ ସୁଭଦ୍ରା ଯୋଜନାର ଖୁସି ଖବର ପରେ ପୁଣି ଥରେ ଓଡ଼ିଶା ସରକାରଙ୍କ ତରଫରୁ ଗୋଟିଏ ନୂଆ ଇନିସିଏଟିଭ୍ ନିଆଯାଇଛି, ଯେଉଁଟାକି ଡିସେମ୍ବର 31 ତାରିଖରୁ ଯେଉଁ ଆପଣଙ୍କର ଆବେଦନ ଆରମ୍ଭ ହୋଇଯିବ, ପଞ୍ଜୀକରଣ ଆରମ୍ଭ ହୋଇଯିବ ମେଧା ସିଂ ହାତ ଖର୍ଚ୍ଚ ଯୋଜନା। ଅର୍ଥାତ୍ ବର୍ତ୍ତମାନ ସମୟରେ ହାତ ଖର୍ଚ୍ଚ ପାଇଁ ସରକାର ଟଙ୍କା ଦେବେ। ଏବଂ ମେଧା ସିଂ ଜନ୍ମସ୍ଥାନ ବରଗଡ଼ ଜିଲ୍ଲା ଯେଉଁ ଆପଣଙ୍କର ଘେଁସରରେ ଶୁଭାରମ୍ଭ ହେବ କାର୍ଯ୍ୟକ୍ରମ। ଉପକୃତ ହେବେ 3 ଲକ୍ଷ ଯେଉଁମାନେ କି ରହିଛନ୍ତି ହିତାଧିକାରୀ। ମୁଁ ଆପଣଙ୍କୁ ଡିଟେଲ୍ସରେ ୟା ବିଷୟରେ ଜଣାଇବି। ତେବେ ତା ପୂର୍ବରୁ ଦେଖନ୍ତୁ, ଆଉ ଗୋଟିଏ ନ୍ୟୁଜ୍ ଅପଡେଟ୍ ଆପଣଙ୍କର ଅଛି। ଆପଣମାନେ ଜାଣନ୍ତି ଅଲ୍ ଓଡ଼ିଶା ଯେଉଁ ସ୍କୁଲ କଲେଜ ଟିଚର ଆସୋସିଏସନ୍ ତରଫରୁ ସମନ୍ୱିତ ଭାବରେ ଯାହାକି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ ଏବଂ ବିଭିନ୍ନ ଦଫା ନେଇ ବିଭିନ୍ନ ଦାବି ନେଇ ଭେଟିବା ସମୟରେ ବର୍ତ୍ତମାନ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମେ ଆମେ ଏହି ନ୍ୟୁଜ୍ଟି ଦେଖିନେବା। ଏଇଠି ଦେଖନ୍ତୁ, ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସିଧାସଳଖ ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭେଟିଛନ୍ତି ଏବଂ ଏହି ଅବସରରେ ସମିତି ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟା ସମାଧାନ ନିମନ୍ତେ ମଧ୍ୟ ବର୍ତ୍ତମାନ ସମୟରେ ଯଦି ଦେଖିବେ ପ୍ରତିଶ୍ରୁତି ମଧ୍ୟ ଦେଇସାରିଛନ୍ତି। ପରେ ସମିତି ପକ୍ଷରୁ ଗାନ୍ଧୀ ମାର୍ଗରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ ଘୋଷଣା କରାଯାଇଛି। ସମିତି ପକ୍ଷରୁ ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାଶିକ୍ଷକ ଯେଉଁ ଆପଣମାନେ ଜାଣନ୍ତି କଲେଜ ଆଉ ସ୍କୁଲ ଶିକ୍ଷକ ଓ କର୍ମଚାରୀମାନଙ୍କ ଏକ ପ୍ରତିନିଧି ଦଳ ସଭାପତି ସୁଶାନ୍ତ କୁମାର ବେହେରା ଏବଂ ଆବାହକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଯେଉଁଥିରେ ଆପଣମାନେ ଏଠି ଦେଖିପାରୁଥିବେ ଯେ ଯେଉଁ ଏନ୍ପିଏସ୍ ଲାଗୁ ହୋଇଛି ନ୍ୟୁ ପେନ୍ସନ୍ ସ୍କିମ୍ ବଦଳରେ ଓପିଏସ୍ ବା ଓଲ୍ଡ ପେନ୍ସନ୍ ସ୍କିମ୍ ବା ପୁରୁଣା ପେନ୍ସନ୍ ଯୋଜନା, ପୂର୍ଣ୍ଣ ଅନୁଦାନରୁ ବଞ୍ଚିତ ହୋଇଥିବା ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପ୍ରଦାନ, ନୂତନ ପେନ୍ସନ୍ ବ୍ୟବସ୍ଥା ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନ୍ସନ୍ ସହିତ ବିଶେଷ କରି ଅବସର ବୟସ ସୀମା ଯେଉଁ ରିଟାୟାରମେଣ୍ଟ ଏଜ୍ 60 ବର୍ଷ ରହିଛି, କିନ୍ତୁ କେନ୍ଦ୍ର ସରକାର ଆପଣମାନେ ଦେଖିସାରିଥିବେ ଅଲରେଡ଼ି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର କ୍ୟାବିନେଟ୍ ଆପ୍ରୁଭ୍ ହୋଇସାରିଛି ଯେ ଇଚ୍ ଆଣ୍ଡ ଏଭ୍ରି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟିଜ୍ ସୁଡ୍ ବି ରିଟାୟାର୍ଡ ଆଫ୍ଟର 62 ଇୟର୍ସ। ଦ୍ୟାଟ୍ ମିନ୍ସ 2 ଇୟର୍ସ ଏନକ୍ରିଜ୍ ହୋଇସାରିଛି। ତ ଓଡ଼ିଶା ସରକାରଙ୍କ ଦ୍ୱାରା ମଧ୍ୟ 60ରୁ 62 ବର୍ଷକୁ ବୃଦ୍ଧି କରିବା ଏବଂ ବିଶେଷ କରି ଯେଉଁ ଗ୍ରେଡ୍ ପେ ଅଛି, ଆପଣମାନେ ଜାଣନ୍ତି 1800 ଗ୍ରେଡ୍ ପେ, 2200 ଗ୍ରେଡ୍ ପେ, 2400 ଗ୍ରେଡ୍ ପେ, 4200 ଗ୍ରେଡ୍ ପେ ଆଉ ଆପଣଙ୍କର 4800 ଗ୍ରେଡ୍ ପେ। ତ ଶିକ୍ଷକମାନଙ୍କର 4200 ଗ୍ରେଡ୍ ପେ ସାଙ୍ଗକୁ ଯେଉଁ ଗ୍ରେଡ୍ ପେରେ ଅସଙ୍ଗତି ଦୂର କରିବା, ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନ୍ୟାସନାଲ ଇନକ୍ରିମେଣ୍ଟ ଯେଉଁ 6 ବର୍ଷର ସହିତ ବରିଷ୍ଠତା ପ୍ରଦାନ ଏବଂ ବେସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ପ୍ରଦାନ ପାଇଁ ସେମାନେ ଯେଉଁ ଦାବି କରିଥିଲେ, ଯଥାଶୀଘ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଯିଏକି ରହିଛନ୍ତି ମୋହନ ଚରଣ ମାଝୀ, ସିଏ ସେ ବିଷୟରେ ଗୁରୁତ୍ୱ ନିଷ୍ପତ୍ତି ନେଇ ଯାହାକି ସବୁ ସମସ୍ୟାର ସମାଧାନ କରିବା କଥା ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ନିଶ୍ଚିତ ଭାବରେ ଯେହେତୁ ଆଗାମୀ ଦିନରେ ଆପଣମାନେ ସମସ୍ତେ ଜାଣନ୍ତି ଯେ ଫାଇନାଲି ଆପଣମାନେ ଦେଖିଥିବେ 2026ରେ ଯେଉଁ ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଗ୍ରାସରୁଟ୍ରୁ ଆରମ୍ଭ, ଯାହାକି ଆଗାମୀ MLA MP ନିର୍ବାଚନକୁ ଫୋକସ୍ କରି ଆପଣମାନେ ଜାଣନ୍ତି ସମସ୍ତେ ରହିଥାନ୍ତି। ତ ସେହି ଅନୁସାରେ ଆପଣମାନେ ଯଦି ଦେଖିବେ ଡେଫିନେଟଲି ଆପଣମାନଙ୍କର ଏଇ ଯେଉଁ ଅବସର ବୟସ ସୀମା ସାଙ୍ଗକୁ ଦରମା ବୃଦ୍ଧି, ଦରମା ଅସଙ୍ଗତିକୁ ସରକାର ଗୁରୁତ୍ୱ ସହକାରେ ନେଇଛନ୍ତି ଏବଂ ତାକୁ ନିଶ୍ଚିତ ରୂପରେ ଦୂରେଇବେ। ତେବେ ବର୍ତ୍ତମାନ ସମୟରେ ନୂଆ ଅପଡେଟ୍ ଡିସେମ୍ବର 31ରେ ଯେଉଁ ଆରମ୍ଭ ହେବାକୁ ଯାଉଛି ମେଧା ସିଂ ହାତ ଖର୍ଚ୍ଚ ଯୋଜନା, ଯେମିତି ସୁଭଦ୍ରା ଯୋଜନା ଥିଲା ଆପଣମାନେ ପୂର୍ବରୁ ଦେଖିଥିବେ, କାଳିଆ ଯୋଜନା, ତାହା ମଧ୍ୟ ପରିବର୍ତ୍ତନ କରିଦିଆଯାଇଛି, କେବଳ ନାମର ପରିବର୍ତ୍ତନ ହେଉଛି। କିନ୍ତୁ ଆପଣମାନେ ଦେଖିବେ ସେଇ ଯେଉଁ PM କିଷାନ ଆପଣମାନେ ଜାଣିଥିବେ, ସେଥିରେ ମଧ୍ୟ ଯାହାକି ବର୍ତ୍ତମାନ ସମୟରେ ଯେଉଁମାନେ କୃଷକ ଅଛନ୍ତି ସେମାନେ ଟଙ୍କା ପାଉଛନ୍ତି। କେବଳ ଲୋକମାନଙ୍କର ସୁବିଧା ପାଇଁ ଯଦି ଦେଖିବେ ସରକାର ସବୁବେଳେ ଏଇ ଯେଉଁ ୱେଲଫେୟାର ଷ୍ଟେଟ୍ ଗୋଟେ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ସମୟରେ ଗରିବ ଯାହାକି ଲୋକମାନଙ୍କୁ ଟଙ୍କା ଦେଇ ଚାଲିଛନ୍ତି। ତେବେ ପିଲାମାନେ ପାଠ ପଢ଼ିବା ପାଇଁ ଗାର୍ଡ଼ିଆନ ମାନେ ଯାହାକି ଟଙ୍କା ଦେଇପାରୁନାହାନ୍ତି, ହୁଏତ ପିଲାମାନେ ବେଗ୍ ବସ୍ତାନି ପାଉଛନ୍ତି ମାଗଣାରେ, ପିଲାମାନେ ଡ୍ରେସ୍ କୋଡ୍ ପାଉଛନ୍ତି, ମିଡ୍ ଡେ ମିଲ୍ ପାଉଛନ୍ତି, କିନ୍ତୁ ଏବେ ପିଲାମାନଙ୍କୁ ହାତ ଖର୍ଚ୍ଚ ଦେବା ପାଇଁ ସରକାର ଗୋଟିଏ ଗ୍ରେଟ୍ ଇନିସିଏଟିଭ୍ ନେଇଛନ୍ତି ଏବଂ ସମସ୍ତେ ଏହାକୁ ସ୍ୱାଗତ ଜଣାଇଛନ୍ତି। ମେଧା ସିଂ ଜନ୍ମସ୍ଥାନ ବରଗଡ଼ରୁ ହିଁ ଏଇଟା ଆପଣଙ୍କର ଆରମ୍ଭ ହେବ। ଉପକୃତ ହେବେ 3 ଲକ୍ଷ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, SC ଆଉ ST, ସିଡ୍ୟୁଲ୍ କାଷ୍ଟ ଆଉ ସିଡ୍ୟୁଲ୍ ଟ୍ରାଇବ୍ ଛାତ୍ରଛାତ୍ରୀମାନେ ପାଇବେ। ନବମ ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳିବ 5,000 ଟଙ୍କା। ଯୋଜନା ପାଇଁ ଖର୍ଚ୍ଚ ହେବ 156 କୋଟି ଟଙ୍କା। ବର୍ତ୍ତମାନ 156 କୋଟି ଟଙ୍କା ବ୍ୟୟ ବରାଦ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ୍ ଆଉଟ୍ ରୋକିବା ପାଇଁ ଏହି ଯୋଜନାର ଲକ୍ଷ୍ୟ, ଯେଉଁମାନେ ପାଠ ଛାଡ଼ି
चली जाऊे से पाठ छाड़ी जीवे ना तो ड्रप आउट को रखा आपने जानते वेस्टेज आउ स्टेग्नेशन कथा तो एबे बर्तमान जो देखा पिला स्कूल को आसवे हाथ खर्च पाइबे निश्चित भाव में इट इज ए ग्रेट इनिशिएटिव टेकन बाय द ओडिशा गवर्नमेंट और आम समस्त जहाँकि स्वागत जनाऊँ तेज ये सब ऑथेंटिक जेन्युइन और ट्रस्टेबल इनफॉरमेशन चैनल को सब्सक्राइब लाइक शेयर करूँ विदाय दिंतु एक नुआ वीडियो सहित पुणी थे आपको आसबि बंद उत्कल जननी।